ନିଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ମେହେରମୁଣ୍ଡା। ମେହେରମୁଣ୍ଡା ଫିଲ୍ମ ରିଲିଜ୍ ପୂର୍ବରୁ ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସମେତ ସମସ୍ତ କଳାକାରମାନେ। ମାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ କିଭଳି ଭଲ ଭାବେ ଫିଲ୍ମ ଚାଲିବ ସେ ନେଇ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପୂର୍ବରୁ ଓଡ଼ିଶା ଦିବସରେ ଏହାର ଟିଜର ରିଲିଜ୍ ହୋଇସାରିଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜ୍ୟୋତିରଞ୍ଜନ ନାୟକ, ରାକେଶ କୁମାର ପାଢ଼ୀ, ସୁଶାନ୍ତ ଦାସ ମହାପାତ୍ର, ଅଲିନ ଅଙ୍କିତା ଏବଂ ଅନନ୍ୟା ରହିଛନ୍ତି। ଜେଆର ରେକର୍ଡ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦେଇଛନ୍ତି ରାକେଶ କୁମାର ପାଢ଼ୀ, ନିର୍ଦ୍ଦେଶନା ନିକୁଞ୍ଜ ହୋତା ଦେଇଥିବା ବେଳେ ସଙ୍ଗୀତକୁ ସଜାଇଛନ୍ତି ଅମିତ ଯୁବରାଜ। ଆନ୍ତର୍ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ରର ଫାଷ୍ଟ ଲୁକ୍ ଲୋକାର୍ପଣ କରିଥିଲେ। ବୁଣାକାରଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ମେହେରମୁଣ୍ଡା ଆସନ୍ତା ମେ 15 ତାରିଖରେ ରିଲିଜ୍ ହେବାକୁ ଯାଉଛି। ଲକ୍ଡାଉନ୍ ସମୟରେ ବୁଣାକାର ଅଙ୍କ ଆର୍ଥିକ, ମାନସିକ ସ୍ଥିତି ଦୋହଲି ଯାଇଥିଲା ବେଳେ ଗଚ୍ଛିତ ଥିବା ଶାଢ଼ୀଗୁଡ଼ିକ ସରକାର ଅଙ୍କ କୋଭିଡ୍ କଟକଣା ଯୋଗୁଁ ବିକ୍ରି ନହୋଇ ପଡ଼ିଥିଲା। ଏପଟେ ବିକ୍ରିବନ୍ଦ, ସେପଟେ ଅର୍ଥର ଅଭାବ, ଯାହା ଯୋଗୁଁ ମନୋବିସ୍ତାପରେ ସେମାନେ ଗଚ୍ଛିତ ଶାଢ଼ୀଗୁଡ଼ିକୁ ନିଆଁରେ ପୋଡ଼ି ଦେଇଥିଲେ। ସେପରି ଏକ ସଂଘର୍ଷମୟ ନିଛକ ଓଡ଼ିଆ କାହାଣୀ ଉପରେ ପରିବେଶିତ ତଥା ବୁଣାକାର ଅଙ୍କ ଟିମ୍ ଲିଡର ଅଙ୍କ ନାମ ଅନୁସାରେ ଫିଲ୍ମର ନାମ ରଖାଯାଇଛି ମେହେରମୁଣ୍ଡ। ସମସ୍ତେ ଓଡ଼ିଶାର ଲୋକେ ଏହି ଫିଲ୍ମଟିକୁ ଦେଖିବେ ବୋଲି ସିନେ କଳାକାର ଆଶାବାଦୀ ଅଛନ୍ତି। ଏପଟେ ମାଙ୍କ ପାଖରେ କରୁଣା ଭିକ୍ଷା କରିଛନ୍ତି। ଦେଖାଯାଉ ଫିଲ୍ମ କିପରି ଲୋକଙ୍କ ଆଦୃତ ହେବ ଓ ରାଜ୍ୟ ସରକାର ଏହି ବୁଣାକାରମାନଙ୍କୁ କ'ଣ ପ୍ରୋତ୍ସାହନ ଯୋଗାଉଛନ୍ତି ତାକୁ ଦେଖିବାକୁ ବାକି ରହିଛି।